ଜୟ ଜଗନ୍ନାଥ ବନ୍ଧୁଗଣ। ଗୋଟିଏ କଥା ମୁଁ କହିବି, କାହାର ଚିତ୍ର ଦ୍ୱାରା ତାର ଚରିତ୍ର ସଫା ହୋଇନଥାଏ। ଜୀବନର ବାସ୍ତବତା ହେଉଛି, ଆପଣ ଯେତେ ପାପ କରନ୍ତୁ ନା କାହିଁକି, ଆପଣଙ୍କର ଚିନ୍ତାଧାରା ଆପଣଙ୍କ ମନୋଭାବ ଗୋଟେ ଥାଏ ଯେ ମୁଁ ଯେତେ ପାପ କରୁଥାଏ ନା କାହିଁକି, ମୁଁ ଗଙ୍ଗାରେ ଡୁବ ପକାଇଲେ ମୋର ସେ ପାପ କ୍ଷୟ ହୋଇଯିବ, ପାପ ଧୋଇଯିବ। ଏ ସମ୍ପୂର୍ଣ୍ଣ ମିଥ୍ୟା। ଆପଣ ଗଙ୍ଗାରେ ଗାଧାନ୍ତୁ, ଗଙ୍ଗା ପାଣି ଆଣି ଘରେ ରଖନ୍ତୁ, ଗଙ୍ଗା ପାଣିର ଗୋଟେ ଗୋଟେ ଟୋପା ଆପଣ ବାଲିତିରେ ପକାଇ ଗାଧାନ୍ତୁ, ତଥାପି ଆପଣଙ୍କର ପାପ କ୍ଷୟ ହେବ ନାହିଁ। କାରଣ ମଣିଷର ମାନସିକତା ହେଉଛି ତାର ପୁଣ୍ୟାତ୍ମା, ମଣିଷର ଚିନ୍ତାଧାରା ହେଉଛି ତାର ପୁଣ୍ୟ। ଆପଣ କ'ଣ କରୁଛନ୍ତି, ଆପଣଙ୍କର ଅବଦାନ ଏ ସମାଜ ପାଇଁ କ'ଣ, ସେଇଟା ହିଁ ହେଉଛି ବାସ୍ତବ କଥା। କିନ୍ତୁ ବଡ଼ କଥା ନୁହଁ ଯେ ଆପଣ କେତେ ବଡ଼ ଲୋକ ହେଲେ, କେତେ କୋଠାବାଟି କଲେ, କେତେ ପିଲା ଛୁଆଙ୍କୁ ମଣିଷ କଲେ, ସେଇଟା ବଡ଼ କଥା ନୁହଁ। କିନ୍ତୁ ବଡ଼ କଥା ସବୁଠାରୁ ହେଉଛି ଆପଣଙ୍କର ଅବଦାନ କ'ଣ ରହିଛି ସମାଜ ପ୍ରତି। ଗରିବ ଲୋକଙ୍କ ପାଇଁ ଆପଣଙ୍କର ଅବଦାନ, ପଶୁ ପକ୍ଷୀଙ୍କ ପାଇଁ ଆପଣଙ୍କର କି ପ୍ରକାର ସହନଶୀଳତା, କି ପ୍ରକାର ଗୋଟେ ସମବେଦନା, ଏମାନଙ୍କୁ କୁହାଯାଏ ପୁଣ୍ୟ। ଗଙ୍ଗା ଯିବାର କୌଣସି ଆବଶ୍ୟକତା ନାହିଁ ବନ୍ଧୁ। ଗଙ୍ଗା, ଗୋଦାବରୀ, ସରସ୍ୱତୀ ସବୁ ଆପଣଙ୍କ ହୃଦୟ ମଧ୍ୟରେ ଅଛି। ତେଣୁ ଏମିତି କର୍ମ କରନ୍ତୁ ଯେ କି ଗଙ୍ଗା ବୋଲି ଗୋଟେ ଶବ୍ଦ ଆପଣଙ୍କ ମୁଖରେ ହେଉ, ଆପଣଙ୍କର ମସ୍ତିଷ୍କରେ, ଆପଣଙ୍କ ହୃଦୟରୁ ଆସିବ ନାହିଁ। କର୍ମରେ ଅଧିକାରୀ ତୁଇ, ଫଳେ ତ ଅଧିକାର ନାହିଁ। ଆଉ ନିୟତ କର୍ମ ତୁଇ କର, ଫଳ ମୁଁ କରଇ ବିଚାର, ଭାଗବତ ଲେଖିଛି। ଆପଣ ଯଦି ସଠିକ୍ କର୍ମ କରୁଛନ୍ତି, କୌଣସି ଗଙ୍ଗା, କୌଣସି କୁମ୍ଭମେଳା, କୌଣସି ତୀର୍ଥ ଯିବାର କୌଣସି ଆବଶ୍ୟକତା ନାହିଁ। ଆଉ ଆପଣ ଯଦି ଭୁଲ କର୍ମ କରୁଛନ୍ତି, ତଥାପି ଯିବାର କୌଣସି ଆବଶ୍ୟକତା ନାହିଁ। ତଥାପି ଗଲେ ବି ଆପଣ ସେ କର୍ମଫଳ ଭୋଗିବେ। ଗୀତା କହିଛି, ଉତ୍ପତ୍ତି ସ୍ଥିତି ସଂହାର କର୍ତ୍ତା ଲୋକେଶୁ ବିସ୍ତୃତ, ବିଶ୍ୱଷଷ୍ଠା ମହତେଜ୍ୟା ଲୋକଭ୍ରିଷ୍ଟ ବରପ୍ରଦ, ତସ୍ୟ ରୂପଂ ମହାବୀର୍ଯ୍ୟଂ ପଞ୍ଚାଶ ଦଶବାଉକମ୍, ଆଉ ସରସଜ୍ଜା କ୍ରିୟାପୂଜ୍ୟା ବନ୍ଦେ ଚରଣାରବିନ୍ଦ। ଏହାର ସାରାଂଶ ହେଉଛି, ଆପଣଙ୍କର କର୍ମ ଉପରେ ନିର୍ଭର କରେ ଆପଣଙ୍କର ପୁଣ୍ୟ। ଆପଣ ଏଠି ପାପ କରି ଯଦି ପୁରୀ ଯାଆନ୍ତି, ଆପଣ ଏଠି ପାପ କରି ଯଦି କୁମ୍ଭମେଳାରେ ଡୁବ ପକାନ୍ତି କି ଗଙ୍ଗାରେ ଡୁବ ପକାନ୍ତି, କିଛି ଲାଭ ମିଳିବନି। ସବୁଠାରୁ ଏଇଠି ଅଛି ପୁଣ୍ୟ, ଏଇଠି ଅଛି ଗଙ୍ଗା, ଏଇଠି ଅଛି କୁମ୍ଭମେଳା, ଏଇଠି ଅଛି ପୁରୀ। ଆପଣଙ୍କ ହୃଦୟ ମଧ୍ୟରେ ସବୁ କିଛି ରହିଛି, ଖାଲି ଆପଣ ଜାଣିପାରୁନାହାନ୍ତି, ଚିହ୍ନି ପାରୁନାହାନ୍ତି ବନ୍ଧୁ। ମୁଁ ଶେଷରେ ଏତିକି କହିବି, କର୍ମଫଳକୁ ମଣିଷ ନେଇଯିବ, ଆଉ ସବୁ ଏଠି ଛାଡ଼ିଯିବ। ଆପଣଙ୍କର କର୍ମଫଳ ଯଦି ଠିକ୍ ଥିବ, ଆପଣ ପୁଣ୍ୟ ନେଇକି ଯିବେ। ଆପଣଙ୍କ କର୍ମଫଳ ଯଦି ଭୁଲ ଥିବ ନା, ଆପଣ ପାପ ନେଇକି ଯିବେ। ତେଣୁ କୌଣସି ବଡ଼ ଆଶା ରଖନ୍ତୁନି। ସଠିକ୍ କର୍ମ କରି ଯାଆନ୍ତୁ, ସତ୍ କର୍ମ କରି ଚାଲନ୍ତୁ, ଦେଖିବେ ଆତ୍ମା ପରମାତ୍ମା ସହିତ ମିଳନ ହେଇଯିବ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ।